MS ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ ଏବଂ କୋରାପୁଟ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ଦଶମନ୍ତପୁର ବ୍ଲକ ପିଣ୍ଡାପଦର ଗ୍ରାମ ପଞ୍ଚାୟତରେ ଏକ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତ କରାଯାଇଛି, ଯାହାକୁ ଆମେ ଜିପିଡିପି ବୋଲି କହୁଛନ୍ତି। ତ ଜିପିଡିପି ହେଉଛି ଗୋଟେ ପଞ୍ଚାୟତର ଇଣ୍ଟିଗ୍ରେଟେଡ୍ ଗୋଟେ ଗୋଟେ ଡେଭଲପମେଣ୍ଟ ପ୍ଲାନ୍। 73ତମ ପଞ୍ଚାୟତ ରାଜ ସଂଶୋଧନ ଆଇନ ଅନୁସାରେ ଯେ ଏଇ ଯେଉଁ ଗ୍ରାମ ପଞ୍ଚାୟତଟି ହେଉଛି ଗୋଟେ ତୃଣମୂଳ ସ୍ତର ଏବଂ ଏ ଟିକେ କ୍ଷମତାଧାରୀ ସ୍ତର ଏବଂ ଏହାକୁ ଏତେ କ୍ଷମତା ଦିଆଯାଇଛି ଦିବାର କାରଣ ହେଉଛି କ'ଣ ନା ପଞ୍ଚାୟତ ପ୍ରତିନିଧିମାନେ ଏଠି ମିଳିତ ଭାବରେ ଯୋଜନା ପ୍ରସ୍ତୁତ କରନ୍ତି ଯେ ପଞ୍ଚାୟତର ସମ୍ପୂର୍ଣ୍ଣ ଉନ୍ନତି କରିବା ପାଇଁ। ତେଣୁ ଯେତେବେଳେ ଏଠି ଯୋଜନାଟି ପ୍ରସ୍ତୁତ କରିବା ପାଇଁ ଇନିସିଆଲି ଷ୍ଟେଜରେ ଏଠି ପ୍ରଥମେ ଆମେ ପଞ୍ଚାୟତ ପ୍ରତିନିଧିମାନଙ୍କ ସହିତ ଗୋଟେ ମାଇକ୍ରୋ ପ୍ଲାନ୍ କରାଯାଇଥିଲା। ପୋଲିସ ମାଧ୍ୟମରେ ଗୋଟେ ଭିପିଆରପି ଏଠି ପ୍ରସ୍ତୁତ କରାଯାଇଛି, ଯାହାକୁ କହନ୍ତି ଭିଲେଜ ପ୍ରସ୍ପେରିଟି ରେଜିଡେନ୍ସ ପ୍ଲାନ୍। ଏଥିରେ ଲୋକମାନଙ୍କର ଅଂଶଗ୍ରହଣ ରହି ସେମାନେ ନିଜ ଭାବରେ ଏଗୁଡ଼ିକୁ ବନେଇଛନ୍ତି ଯେ ତାଙ୍କର ଗାଁର ଉନ୍ନତି କରିବା ପାଇଁ କେଉଁ ଜାଗାରେ କ'ଣ କରିବାକୁ ପଡ଼ିବ ଏବଂ କ'ଣ ଆବଶ୍ୟକତା ଅଛି ଏବଂ କେଉଁ ଡିପାର୍ଟମେଣ୍ଟ ସହିତ ୟାକୁ ଲିଙ୍କେଜ୍ କରାଯିବ ତାକୁ ମଧ୍ୟ ଏଠି ପ୍ରାଧାନ୍ୟତା ଦିଆଯାଇ ଏ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ତ ଏଠି ଭିପିଆରପି ପ୍ରସ୍ତୁତ କରିବା ବେଳକୁ କିଛି ପିଆର୍ଏ ଟୁଲ୍ ଯେଉଁଟା ଆମେ କହୁଛେ ସହଭାଗୀ ଗ୍ରାମ ଅବଧାରଣା, ତାର କିଛି ଟୁଲ୍ ଏଠି ବ୍ୟବହାର କରାଯାଇଛି। ଯେମିତି ଦେଖିବା ସୋସିଓ ମ୍ୟାପ୍, ସୋସିଓ ମ୍ୟାପିଂ କଲାବେଳକୁ ଆମେ ଦେଖିଲେ ଗାଁରେ କ'ଣ କ'ଣ ସବୁ ଅନୁଷ୍ଠାନ ରହିଛି, ସେଗୁଡ଼ିକର କ'ଣ ଉନ୍ନତି କରାଯାଇପାରିବ ଏବଂ କେଉଁ ଯୋଜନାକୁ ଆମେ ଯଦି କେଉଁ ସମ୍ବଳଟାର କେଉଁ ଭଳିଆ ବିକାଶ କରିବା ଏବଂ କେଉଁ ଜାଗାରେ ବିକାଶ କରିବା ତାକୁ ମଧ୍ୟ ଯଦି ଭ୍ୟାଲିଡେଟ୍ କରିବା ପାଇଁକି ଆମର ଏଠି ଗୋଟେ ମଧ୍ୟ ଟ୍ରାଞ୍ଜେକ୍ଟ ୱାର୍କ ଯେ ଯେଉଁ ସୋସିଓ ରିସୋର୍ସ ମ୍ୟାପ୍ଟି ଗ୍ରାମରେ ଲୋକମାନଙ୍କର ସହଭାଗିତାରେ ଏଠି ପ୍ରସ୍ତୁତ କରାଗଲା, ସେଇ ଜିନିଷଟା ସେଇ ଜାଗାରେ ଅଛି ନା ସେଠି ଆଉ କ'ଣ ଉନ୍ନତି କରାଯାପାରିବ ତାକୁ ଭ୍ୟାଲିଡେଟ୍ କରିବା ପାଇଁ ଟ୍ରାଞ୍ଜେକ୍ଟ ୱାର୍କ ମଧ୍ୟ କରାଯାଇଛି ଲୋକମାନଙ୍କର ସହଯୋଗରେ। ଆଉ ଟ୍ରାଞ୍ଜେକ୍ଟ ୱାର୍କ ପରେ ଆମେ ଦେଖିଲେ ତାପରେ ଏଇ ଯେଉଁ ସୋସିଓ ରିସୋର୍ସ ମ୍ୟାପ୍କୁ ଭ୍ୟାଲିଡେଟ୍ କରାଗଲା କେଉଁ ଜାଗାରେ କ'ଣ ଇନଫ୍ରାଷ୍ଟ୍ରକ୍ଚର ଆବଶ୍ୟକ ଅଛି ଯଦି କହିବା ଜଳ କିମ୍ବା ଜମି ଜଙ୍ଗଲ ବା ଯାହାର ଉନ୍ନତି କରିବାର ଅଛି, ଲୋକଙ୍କର ଜୀବିକା ସହିତ ଯାହା ଜଡ଼ିତ ଅଛି କିମ୍ବା ହାଇଜେନିକ୍ ସାନିଟେସନ୍ କଥା ଯଦି କହିବା କେଉଁ ଜାଗାରେ କ'ଣ କରାଯାଇପାରିବ, ଡ୍ରିଙ୍କିଂ ୱାଟର କଥା କହିବା କେଉଁ ଜାଗାରେ କ'ଣ କରାଯାଇପାରିବ। ତେଣୁ ଏସବୁ ଗୁଡ଼ିକ ଟ୍ରାଞ୍ଜେକ୍ଟ ୱାର୍କ ସେଠି ଲୋକେଟ୍ କରାଯାଇ ପୁନଶ୍ଚ ଆଉ ଥରେ ସୋସିଓ ରିସୋର୍ସ ମ୍ୟାପ୍ରେ ତାକୁ ସ୍ଥାନ ଦିଆଯାଇଛି। ତାପରେ ଏଠି ଯେଉଁ ବିଭିନ୍ନ ସରକାରୀ ଯୋଜନା ରହିଲା ବା ବିଭିନ୍ନ ସରକାରୀ ଅନୁଷ୍ଠାନ ଗୁଡ଼ିକ ରହିଛି ଯେଉଁଟା ଲୋକମାନଙ୍କ ପାଇଁ ସେବା ପ୍ରଦାନ କରନ୍ତି, ସେମାନେ ଏଇ ଗ୍ରାମଠାରୁ କେତେ ଦୂରରେ ଅଛନ୍ତି ତାକୁ ନେଇ ଗୋଟେ ଭେନ୍ ଡାଇଗ୍ରାମ ପ୍ରସ୍ତୁତ କରାଯାଇଛି ଯେ ଲୋକମାନେ ଏତିକି ଦୂରରେ ଅଛନ୍ତି ଏବଂ ତାଙ୍କର ଆକ୍ସେସିବିଲିଟି କେତେ ରହିଛି ସେ ସେବା ଗୁଡ଼ିକ ଠାରୁ ତାହା ମଧ୍ୟ ମ୍ୟାପିଂ କରାଯାଇଥିଲା ଲୋକମାନଙ୍କ ମଧ୍ୟରେ। ଲୋକମାନଙ୍କର ସହଭାଗିତାରେ ଯେଉଁ ସମସ୍ୟା ଗୁଡ଼ିକ ସେମାନେ ଆଣିଲେ ଯେ ଏଇ ସମସ୍ୟା ଗୁଡ଼ିକ ଆମ ଗାଁରେ ଅଛି ଏବଂ ଏଗୁଡ଼ିକୁ ଆମେ ସମାଧାନ କଲେ ଆମ ଗାଁର ଉନ୍ନତି ହୋଇପାରିବ, ଆମର ଜୀବନ ଜୀବିକାରେ ମଧ୍ୟ ଉନ୍ନତି ହୋଇପାରିବ, ଆମର ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଉନ୍ନତି ହୋଇପାରିବ।